ଜଣେ ଗରିବ ଘରର ପୁଅ, ତାଙ୍କ ନାଁ ଅରୁଣ। ସେ ଟ୍ରକରେ ହେଲ୍ପରି କରୁଥିଲେ ଏବଂ ତାଙ୍କର ଡ୍ରାଇଭର ଗୋଟେ ଭିଡ଼ିଓ କ୍ଲିପ୍ କରିଥିଲେ ଚା ପିଇଲା ବେଳେ ଏବଂ ଅରୁଣ ଯିଏ ସେ ହସିଥିଲେ। ଆଉ ତାଙ୍କ ହସ ଏତିକି ଫେମସ୍ ହୋଇଥିଲା ସାରା ଦେଶରେ କି ଆଜି ବି ଲୋକ ଦେଖୁଛନ୍ତି। ହଁ ଦର୍ଶକ ବନ୍ଧୁ, ଅଭାବ ଭିତରେ ଯେବେ ବାସହରା ଲୋକଟା ଆପେ ହସିଦିଏ ସେବେ ହସ ନୁହେଁ ମୁକ୍ତା ଝରିଯାଏ। ଦାରିଦ୍ର୍ୟ ଯୋଗୁଁ ଅରୁଣ ଚତୁର୍ଥ ଶ୍ରେଣୀରୁ ପାଠ ଛାଡ଼ି ଦେଇଥିଲେ। ଟ୍ରକରେ କାମ କରୁଥିଲେ, କିନ୍ତୁ ଡ୍ରାଇଭର ନେହେରୁଙ୍କ ଗୋଟିଏ ଭିଡ଼ିଓ ତାଙ୍କୁ ସେଲିବ୍ରିଟି ସଜାଇଦେଲା। ସେ ହସ ସାରା ବିଶ୍ୱରେ ଭାଇରାଲ ହୋଇଗଲା। ତାଙ୍କର ଘର ତେଲେଙ୍ଗାନାର ମୁଲାପାଲି ଗ୍ରାମରେ। ସେ ଚତୁର୍ଥ ଶ୍ରେଣୀରୁ ପାଠ ଛାଡ଼ି ଦେଇଥିଲେ। ଏବେ ସେ ସ୍କୁଲକୁ ଫେରିଛନ୍ତି। ଦଶମ ପରୀକ୍ଷା ଦେଇ ପାସ୍ ବି କରିଛନ୍ତି। ଦାରିଦ୍ର୍ୟ, ଦୁଃଖ, ଅଭାବରେ ରହି ମଧ୍ୟ ସେ ହସିଥିଲେ ଏବଂ ତାଙ୍କ ହସ ପାଇଁ ଆଜି ସେ ଫେମସ୍। ଅଭାବ ଏବଂ ଦୁଃଖରେ ଥାଇ ମଧ୍ୟ ସେ ଏବେ ପାଠ ପଢ଼ିଛନ୍ତି ଏବଂ ଦଶମ ପାସ୍ ମଧ୍ୟ କରିଛନ୍ତି। ତାଙ୍କର ଘର ପାଖରେ ଏବେ ଭିଡ଼ ଜମୁଛି। ଚାରିଆଡ଼େ ପ୍ରଶଂସାର ପାତ୍ର ସେ ପାଲଟିଛନ୍ତି। ଆଜିର ଖବର ଏଇଠି ରଖୁଛୁ। ନମସ୍କାର।